ଖରା ଦିନ ଆସିଲେ ପଣସ ବାହାରିଥାଏ। ପଣସ ମଞ୍ଜିକି ଭଜା, ତରକାରୀ ବିଭିନ୍ନ ପ୍ରକାର ଖାଇଥାନ୍ତି। ଆସନ୍ତୁ ଆଜି ଆମେ ପଣସ ମଞ୍ଜିକି ସୋରିଷ ଦେଇକି ଭାଜିବା, ଖାଇବା ବହୁତ ଭଲ ଲାଗିଥାଏ। ନମସ୍କାର, ଜୟ ଜଗନ୍ନାଥ, ଜୟ ମହାଦେବ ମନସାୟ। ଆପଣଙ୍କ ସହିତ ରୋଷେଇ ହଉଛି ମନୋଯୋଗୀ। ଏବେ ଦେଖନ୍ତୁ ମୁଁ କିଛି ଫ୍ରେଶ ପଣସ ମଞ୍ଜି ଆଣିଛି, ତାକୁ କାଟି ଦେଇଛି ଦି ଦି ଖଣ୍ଡ କରିକି। ତାକୁ କଣ କରିବା ନା ଆମେ ତାକୁ ବାହାର କରିବା। ତା ପାଇଁ କିଛି ମସଲା ନବା, ଦେଖନ୍ତୁ ଜିରା, ସୋରିଷ, ଅଦା, ରସୁଣ ନେଇକି ମୁଁ ବତୁରେଇଥିଲି ଅଧଘଣ୍ଟା ଆଗରୁ, ଏବେ ତାକୁ ମୁଁ ପେଷ୍ଟ କରିଦେବି। ଆସନ୍ତୁ ଏବେ ରେସିପି ଷ୍ଟାର୍ଟ କରିବା। ଗୋଟେ କଡେଇ ବସେଇଦବା। କଡେଇରେ କଣ କରିବା ଟିକେ ସୋରିଷ ତେଲ ଦବା, ସୋରିଷ ତେଲ କଲେ ବହୁତ ଭଲ ଲାଗିଥାଏ। ପଣସ ମଞ୍ଜି ଆଉ ବହୁତ ଭଲ ଲାଗିଥାଏ। ଏବେ ଦେଖନ୍ତୁ ଟିକେ ଫୁଟଣ ଫୁଟେଇ ଦେଲେ, ତେଲ ଗରମ ହେଇଗଲା ପରେ ଟିକେ ଫୁଟଣ ଫୁଟେଇଦବା। ଫୁଟଣ ଫୁଟିଗଲେ ଏଠି ଆମେ ଶୁଖିଲା ଲଙ୍କା ଦିଟା ଏଠି ମୁଁ ଆଡ କରିଛି। ଆପଣ ଏଠି ଆଉ ବି ଲଙ୍କା ଦେଇପାରିବେ। ଆଉ ଏଇଟା ଲଙ୍କାଟା ଫୁଟିଲେ ବହୁତ ଭଲ ଲାଗିଥାଏ ଖାଇବା ପାଇଁ। ଆଉ ଏଠି ଦେଖନ୍ତୁ ମୁଁ ଗୋଟେ ବଡ ପିଆଜ କାଟିକି ନେଇଯାଇଛି। ତାକୁ ମୁଁ ଲମ୍ବା ଲମ୍ବା ଟିକେ କରିକି କାଟିକି ନେଇଛି, ଆଉ ମୋଟା ଆକାର ଟିକେ ଅଛି। ଏବେ ୟାକୁ ଟିକେ ଭଲ ଭାବେ ଭାଜିଦବା। ଇଏ ଟିକେ ହାଲକା ଭାବେ ଭାଜି ହେଇଗଲା ପରେ ଆମେ ସେଥିରେ ପଣସ ମଞ୍ଜି ଭାଜି ମାନେ ରଖିଛେ, ତାକୁ ଆମେ ସେଥିରେ ହିଁ ଆଡ କରିବା। ଦେଖନ୍ତୁ ପିଆଜର କଲର ପୁରା ଚେଞ୍ଜ ହେଇଗଲାଣି ଟିକେ ଟିକେ। ଆଉ ୟାକୁ ଟିକେ ଆଉ ଟିକେ ଭାଜିଦବା। ପିଆଜ ଭାଜି ହେଇଗଲା ପରେ ଆମେ ପଣସ ମଞ୍ଜି ସେଥିରେ ଆଡ କରିବା। ଏବେ ଦେଖନ୍ତୁ ପଣସ ମଞ୍ଜି ଟିକେ ହେଇଗଲା, ଏବେ ତାକୁ ଆଡ କରିଦେଲି। ତାକୁ ପ୍ରଥମେ 2 ମିନିଟ ପାଖାପାଖି ଭାଜିଦେବେ, ଯାହା ଦ୍ୱାରା ପଣସ ମଞ୍ଜିକି ଆହୁରି ବହୁତ ଭଲ ଟେଷ୍ଟ ଆସିଯିବ ଭାଜିଲେ ଏମିତି। ଏବେ ଦେଖନ୍ତୁ ଏମିତି ଭାଜି ଦେଲା ପରେ ଆମେ ଆଳୁ ବି କାଢିକି ରଖିଛେ, କିନ୍ତୁ ଏଠି ମୁଁ ଗୋଟିଏ ହିଁ ଟମାଟର ଆଡ କରିଛି। ବେଶୀ ନାହିଁ, ଟମାଟୋ ଗୋଟେ ଦେବେ ବେଶୀ ଦିନ ଆମ ଲାଗିବ। ଏବେ ଦେଖନ୍ତୁ ଆଉ ଦେଇଦେଲା ପରେ ଏବେ ଆମେ କିଛି ଆଳୁ ବି କାଟିଛେ। ଏଠି ଆଳୁ ଦିଟା କାଟିଛି, ବଡ ଆଳୁ। ତାକୁ ବି ଏଠି ମୁଁ ଦେଇଦେଲି, ସରୁ ସରୁ କାଟିଛି। ଲମ୍ବା ଆକାରଟେ କାଟିଛି। ଏବେ ତାକୁ ବି ଦେଇଦେଲି, ଆକୁ ସବୁ ମିଶେଇକି ଭଲ ଭାବେ ଆଉ 2 ମିନିଟ ଭାଜିଦବା। ଭାଜି ଦେଇ ସାରିଲା ପରେ ଆମେ ଯୋଉ ମସଲା ଅଛି, ସେ ମସଲାକୁ ହିଁ ଏଥିରେ ଦବା। ଏବେ ଦେଖନ୍ତୁ ଏ ଭଜା ଆମର ଏଠି ହେଇଗଲାଣି, 2 ମିନିଟ ପାଖାପାଖି ଭଜା ହେଇଗଲାଣି। ଏଠି ଟିକେ ଦେଇଦେଲେ ଆମେ ହଳଦୀ ଗୁଣ୍ଡ ଆଉ ଟିକେ ରାଗ ଲଙ୍କା ଗୁଣ୍ଡ ଦବା। ଯେତିକି ରାଗ ନିଜେ ଖାଇବେ ସେଇ ଅନୁସାରେ ରାଗ ଲଙ୍କା ଗୁଣ୍ଡ ଦେବେ। ଅଧିକ ଦେବେନି। କଲର ଲଙ୍କା ତ କିଛି ଆବଶ୍ୟକ ଏଠି ନାହିଁ ଆଜି। କାହିଁକି ନା ଏଇ ସୋରିଷ ଦେଇକିନା କରୁଛେ, ଏଠି କଲର ଲଙ୍କା କିଛି ଦରକାର ନାହିଁ। ସେମିତିରେ ବହୁତ ବଢିଆ କଲର ଆସିଛି, ବହୁତ ଭଲ ବି ଲାଗିବ। ଏବେ ଦେଖନ୍ତୁ ଇଏ ହେଇଗଲା ପରେ ଆମେ ସବୁ ପକେଇ ସାରିଲେଣି। ଏଠି ଯୋଉ ସୋରିଷ ବାଟି ଥିଲେ ମୋର ସମୁଦାୟ 3-4 ଚାମଚ ପେଷ୍ଟ ହେଲା। ମୁଁ ସବୁତିକ ଏବେ ଦେଇଦେବି ସେଠି। ମାନେ ଯେତିକି ଜିନିଷ ଦରକାର ସୋରିଷ ମୁଁ ସେତିକି ମୋର ଏତିକି ହେଇଗଲା। ଆଉ ଯାହା ଲାଗିଛି ମୁଁ ତାକୁ ଧୋଇକି ସେ ପାଣିଟାକୁ ହିଁ ଏଥିରେ ଆଡ କରିଦେବି। ଏବେ ଦେଖନ୍ତୁ ସ୍ୱାଦ ଅନୁସାରେ ଲୁଣ ପକେଇଦେଲେ। ସବୁ ଜିନିଷ ଆମେ ଏକାଥରେ ଗୋଳେଇ ଦେଇକି ତାକୁ ପାଣି ଦେଇକି ପ୍ରାୟ 10 ମିନିଟ ପାଖାପାଖି ସିଝେଇଦବା। ସେ 10 ମିନିଟ ଭିତରେ ରେଡି ହେଇଯିବ ଆମର ପଣସ ଆଡୁ ମଞ୍ଜି ଭଜା। ଏବେ ଦେଖନ୍ତୁ ମିଶେଇଦେଲେ, ସୋରିଷ ଯଦି ଆଗେ ଭାଜିଦବା ତାହେଲେ ଟିକେ ପିତା ଲାଗିବ, କିନ୍ତୁ ଯଦି ଏଇପରି ଭାବେ ସୋରିଷକୁ ଭାଜିବେ ଆଉ ଖାଇବା ପାଇଁ ବହୁତ ବଢିଆ ଲାଗେ, ଗୋଟେ ବାସ୍ନା ବଢିଆ ଆସେ। ଥରେ ବିଶ୍ୱାସ କରନ୍ତୁ। ଏବେ ଦେଖନ୍ତୁ ଭଜାଟା ଆରାମସେ 5 ମିନିଟ ପାଖାପାଖି ମୋର ଭଜା ଏମିତି ହେଇଗଲାଣି। ଏବେ ଯାହା ଲାଗିଥିଲା ଜାରରେ ମୁଁ ତା ସହ ମିଶେଇକି ପାଣି ଏବେ ଦେଇଦେଲି। ସେ ପାଣି ଏବେ ଅଳ୍ପ ଦେଖନ୍ତୁ ମୁଁ ଦେଇଛି, ମଝି ଏତିକି ଆପଣ ଯଦି ଅଧିକ ପାଣି ଟିକେ ଖାଇବା ପାଇଁ ଚାହିଁବେ ତାହେଲେ ଆଉ ଟିକେ ପାଣି ଦେବେ, କିନ୍ତୁ ମୁଁ ତାକୁ ଜୁକୁଳି ଜୁକୁଳି ଟାଇପର ସକସକିଆ ହବ ଭାଜିବି, ସେଥିପାଇଁ ମୁଁ ଏତିକି ପାଣି ଦେଇଛି। ଏବେ ୟାକୁ ଭଲ ଭାବେ ଗୋଳେଇ ଦେଲେ, ୟାକୁ ଆମେ ଘୋଡେଇକି ଛାଡିଦବା। ପୁରା ଫୁଟିବା ପାଇଁ ଛାଡିଦବା। ସେ 10 ମିନିଟ ପାଖାପାଖି ଭିତରେ ହେଇଯିବ। ଏବେ ୟାକୁ ଘୋଡେଇ ଦେଲେ। ଏବେ ଦେଖନ୍ତୁ ସେ ଟକମକ ହେଇକି ଫୁଟୁଛି। ଆଉ ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ପଣସ ମଞ୍ଜିର ତରକାରୀଟି, ମାନେ ଭଜାଟି। ଆଉ ଦେଖନ୍ତୁ ଯେ ଆମେ ପଣସ ମଞ୍ଜି ବି ହଳଦିଆ ମାନେ ଧଳା ଦେଖାଯାଏ ପକେଇଦେଲେ। ଦେଖନ୍ତୁ ଧଳା ଦେଖାଯାଏନି, କିନ୍ତୁ ଯେମିତି ହଳଦୀ କଲରଟା ଅଛି। ବହୁତ ବଢିଆ ହେଇଛି। ଆଉ ଏଇତ ହେଇଗଲାଣି। ଦେଖନ୍ତୁ ସବୁ ସମ୍ପୂର୍ଣ୍ଣ ପାଣି ମରିଗଲାଣି। ଆପଣ ଚାହିଁବେ ଏତିକିରେ ବି ଝୋଳ ରଖିପାରିବେ। କିନ୍ତୁ ମୁଁ ଆଉ ଟିକେ ତାକୁ ପାଣି ମାରିବି, ସମ୍ପୂର୍ଣ୍ଣ ଭାବେ ସୁଖସୁଖିଆ ମୁଁ କରିବି। ଆଉ ବେଶୀ ଟିକେ ରଖିବିନି। ଏ ଦେଖନ୍ତୁ ଏମିତି ଲାଗୁଛି ଆଉ ଟିକେ ମଞ୍ଜି ସିଝିନି, ଆଉ ଟିକେ ସିଝିବ। ଆଉ 2 ମିନିଟ ଖଣ୍ଡେ ଘୋଡେଇ ଦେଲେ ସେ ଆରାମ ସିଝିବା ସହିତ ପାଣି ବି ମରିଯିବ, ଠିକଠାକ ପାଣି ହେଇଯିବ। ଆଶା କରୁଛି ଭିଡିଓ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ପ୍ଲିଜ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରିବେ। ସବସ୍କ୍ରାଇବ କଲା ବେଳେ ପାଖରେ ଥିବା ବେଲ ଆଇକନଟିକୁ ଅନ୍ କରିଦେବେ। ଏକୁ ଦେଖନ୍ତୁ ଘୋଡେଇ ଦେଇକି ଗ୍ୟାସକୁ ଅଫ୍ କରିଦବା। ଏବେ ଦେଖନ୍ତୁ ରେଡି ହେଇଗଲା ଆମର ପଣସ ମଞ୍ଜିର ଭଜା। ଦେଖନ୍ତୁ ପାଣି ଶୁଖିଗଲାଣି। ମତେ ଯେତିକି ଦରକାର ଥିଲା ସକସକିଆ ମୁଁ ସେତିକି ରଖିଦେଇଛି। ଆକୁ ଆପଣ ପଖାଳ, ଗରମ, ରୁଟି ସହିତ ବି ଖାଇପାରିବେ, ବହୁତ ଭଲ ଲାଗିବ।
ଆଶା କରୁଛି ଭିଡ଼ିଓ ଭଲ ଲାଗିଥିବ। ଆଉ ଆପଣ କଣ କେମିତି କରନ୍ତି ତାହେଲେ କହିବେ। ରଖୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।